जड़े व्यक्ति जदि ख्रिस्टियानो बोलाई मध्य स्वर्ग राज्य रे प्रवेश करि पारिबो नाही तेबे ताहार की लाभ हबो। आम्भ मानकर नामरे ख्रिस्टियान हेबा बा बाइबलर ज्ञान रखिबा किछि बड़ कथा नहीं। शयतान मध्य बहुत बाइबल जाने। आमर नाम ख्रिस्टियान नाम हेबा भी बड़ कथा नहीं। आमे माने कौनसी मंडलीर सदस्य हेबा मध्य यथेष्ट नुह। जेहेतु प्रभु जीशु ख्रिस्टों को आगमन अति निकटवर्ती अटे, एणु विभिन्न स्तर रे से अपना लोक मानों को परीक्षा करिकी प्रस्तुत करिवे ताहांक राज्य पाई। जेतेबेले आगमन हेबो सेई दिन आम समस्तक पाई सबुठारो बड़ परीक्षार दिन हब। सेई दिन जहाको विचार दिन बोली कहा जाए। अवश्य प्रभु जीशुंक आगमन तीन पर्याय रे विभक्त अटे। ताहांक शेष आगमन जहा विचार दिन हब। प्रिय ईश्वर लोक माने ताहांक राज्य रे प्रवेश करिबा पूर्वरु से परीक्षा कला परे असल दाना गुड़ाक ही अमार रे संग्रह करिवे। दा माने मंडली मध्यरे समस्ते ख्रिस्टियान हेले हैं ईश्वरंक राज्य रे स्थान पाइबे नाही। माथ्यू 3 अध्याय तहिर 12 पद पढ़िबा पई जणे दुई जण तत्पर रहिबे निर्भुल भावरे जल्दी पढ़िबा पई। ताहांक हातरे कुला अछि परिष्कार करी अपना गहम अमार रे संग्रह करी रखिबे। किंतु अगाड़ी जाको अनिर्वाण अग्नि रे पोड़ी पकाइबे। अगाड़ी बोली कि जानिबे केमिति आउ भल्लो गहम बोली जानिबे केमिति। उत्तर होची परीक्षा करिवे। ता माने आगमन दिन मध्य गोटे महापरीक्षार दिन अटे। सेई दिन रे जेउ मानंगु से भल्लो गहम भावरे देखंतु बोली चाहुछन्ते आजिर प्रसंग से मानक पाई। जेतेबेले एई कथा लेखा गला एई कथाटीए किए कहिले से अपना गहम अमार रे संग्रह करिवे। ए कथाटीए किए कहिछन्ते ए कथा डुबक जोहन कहिछन्ते। ताहांक हातरे कुला अछि। कुला कौन पाई व्यवहार हुए? अगाड़ी को झाड़ी परिष्कार करी बाहर करिबा पाई, आउ भल्लो दाना बा चाउल बा गहम बा मांडिया भल शस्य को पृथक करिबा पाई। ता माने
ଅମାର ହେଉଅଛି ସ୍ୱର୍ଗ ରାଜ୍ୟ, ଈଶ୍ୱରଙ୍କ ରାଜ୍ୟ, ସ୍ୱର୍ଗ। ଯେଉଁ ଅମାରରେ ସଂଗ୍ରହ କରିବା ପୂର୍ବରୁ ସେ କୁଲା ବ୍ୟବହାର କରିବେ। ଆଉ କୁଲା ସେମିତି ପାଛୋଡ଼ି ପାଛୋଡ଼ି ଅଗାଡ଼ିକୁ ବାହାର କରିଦିଏ। ଉତ୍ତମ ଶସ୍ୟ ହିଁ ପାଛଡ଼ା ଗଲା ବେଳକୁ ରହିଯାଏ। କୁଲା ପରୀକ୍ଷା କରିବାର ଏକ ସାଧନ ଅଟେ। ଆଉ ଗୋଟିଏ ସାଧନ ବାଇବଲରେ ତାହାକୁ ମଧ୍ୟ ପରୀକ୍ଷା ପାଇଁ ବ୍ୟବହାର କରାଯାଇଛି। ପଢ଼ନ୍ତୁ ଲୁକ 22 ଅଧ୍ୟାୟ ତହିଁର 31। ସିମୋନ ସିମୋନ, ଦେଖ ଗହମକୁ ଚାଲୁଣିରେ ଚଲାଇବା ପରି ଶୈତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି। ସିମୋନ ସିମୋନ, ଦେଖ ଗହମକୁ ଚାଲୁଣିରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଛି। ତାମାନେ ଚାଲୁଣି ହଉଛି ଗୋଟିଏ ପରୀକ୍ଷାର ସାଧନ। ଶୟତାନ ହାତରେ କଣ ଅଛି? ଚାଲୁଣି। କିନ୍ତୁ ଯୀଶୁଙ୍କ ହାତରେ କଣ ଅଛି? ଉତ୍ତର ଟିକେ ଦିଅନ୍ତୁ। କୁଲା। ସେ କୁଲାରେ ପରିଷ୍କାର କରିବେ, ଆଉ ଶୟତାନ କୋଉଠି କରିବ? ଚାଲୁଣିରେ। କୁଲାଟା ଭଲ ନା ଚାଲୁଣିଟା ଭଲ? କୁଲା ମଧ୍ୟ ପରିଷ୍କାର କରେ, ଚାଲୁଣି ମଧ୍ୟ ପରିଷ୍କାର କରେ। ଚାଲୁଣିର ଛିଦ୍ର ଦେଇ ଯେଉଁ ଦାନା ପଡ଼ିଗଲା, ଗଲା ସିଏ। ଚାଲୁଣି ଦୁଇ ଭାବରେ ବ୍ୟବହାର ହୁଏ। ଆପଣମାନେ ଚୁନା ଛାଣିଲା ବେଳକୁ ଯାହା ପଡ଼ିଯାଏ ତାହା ଠିକ, ଯାହା ରହିଯାଏ ତାହା ରିଜେକ୍ଟେଡ। କିନ୍ତୁ ଗହମ ଚାଲୁଣି ପାଇଁ କେମିତି? ଗହମକୁ ଚାଲୁଣିରେ ଚାଲିଲା ବେଳକୁ ଯାହା ପଡ଼ିଗଲା ତାହା ହେଉଛି ଅଗାଡ଼ି। ଖ୍ରୀଷ୍ଟିଆନ ବିଶ୍ୱାସୀ ମାନେ, ଆମ୍ଭେମାନେ ଗୋଟିଏ ଗୋଟିଏ ଗହମ ବୀଜ ଅଟୁ। ମାଥିଉ 13 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ପଷ୍ଟ କରି କହିଲେ କି, ପଢ଼ନ୍ତୁ ଟିକିଏ 13 ଅଧ୍ୟାୟ ବାହାର କରନ୍ତୁ ତହିଁର 37। ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟ ପୁତ୍ର। ଉତ୍ତମ ବିହନ ଯେ ବୁଣନ୍ତି ସେ ହେଲେ ମନୁଷ୍ୟ ପୁତ୍ର। ତଳକୁ। କ୍ଷେତ ଜଗତ, ଭଲ ବିହନ ରାଜ୍ୟର ସନ୍ତାନ ମାନେ। ଭଲ ବିହନ ରାଜ୍ୟର ସନ୍ତାନ ମାନେ। ଯୋହନ 12 ଅଧ୍ୟାୟ ବାହାର କରନ୍ତୁ 24 ପଦ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ। ଗହମ ବୀଜ, ସେପଟର ମାଇକଟା ଟିକେ କମ ରଖ। ଯଦି ପଡ଼ିକି ନ ମରେ ତାହେଲେ ତାହା ଏକମାତ୍ର ଥାଏ। କିନ୍ତୁ ବସ୍ 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 ବସ୍। ଏଠାରେ ଗହମ ବୀଜ ସହିତ ଈଶ୍ୱରଙ୍କ ଲୋକମାନଙ୍କୁ ତୁଳନା କରାଗଲା। କିନ୍ତୁ ମନେ ରଖନ୍ତୁ, ଗହମ ବୀଜକୁ ଭଲ ଭାବରେ ଚଲାଯିବ। ଧ୍ୟାନରେ ଶୁଣିବେ। এই গহম বীজକୁ, ଗହମକୁ ଯେମିତି ଚାଲୁଣିରେ ଚଲାନ୍ତି, ସେମିତି ଶୟତାନ ଆମ୍ଭମାନଙ୍କୁ ପରୀକ୍ଷା କରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏବଂ ଗହମକୁ ହିଁ ଅମାରରେ ସଂଗ୍ରହ କରିବେ। କେଉଁ ଗହମକୁ? ଆପଣା ଗହମକୁ।
ଅମାରରେ ସଂଗ୍ରହ କରିବା ପୂର୍ବରୁ କୁଲାରେ ପରିଷ୍କାର କରିବେ। ଯେଉଁ ଗହମ ବାହାରେ ସଲିଡ ଦାନା ଦେଖାଯାଉଥିବ, ଭିତରେ ଫମ୍ପା ହେଇଥିବ, ଚାଲୁଣିରେ ଯଦି ରକ୍ଷା ପାଇବି ଗଲା, କୁଲାର ପବନରେ ରକ୍ଷା ପାଇବ ନାହିଁ, ଉଡ଼ିଯିବ। ଏଣୁ ସେ ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବେ। ଖଳା ପରିଷ୍କାର କରିବାର କାମ, ଖଳା ବୋଲି କହିଲେ ଯେଉଁଠାରେ ଶସ୍ୟ ଥାଏ, ଖଳା ହଉଛି ମଣ୍ଡଳୀ, ଖଳା ହଉଛି ଅର୍ଗାନାଇଜେସନ। ଏଠାରେ ଖଳା ବସିଲା 2 ଦିନ ପାଇଁ, ଗହମ ଗୁଡାକ ପଡିଛି, ଆଉ ପ୍ରଭୁ ପରିଷ୍କାର କରିବା କାମ କରୁଛନ୍ତି। ସେ ଆପଣା ଖଳା ଉତ୍ତମ ରୂପେ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଟିକିଏ ଥର, ଗୋଟିଏ ଥର କୁଲା ବୁଲାଇଲେ ପରିଷ୍କାର ହେବ ଉତ୍ତମ ରୂପେ ନାହିଁ। ଧ୍ୟାନରେ ଶୁଣିବେ। କିନ୍ତୁ ଏ ଖଳାକୁ ପରିଷ୍କାର କରିବା ପାଇଁ ହେଲେ କାହିଁକି ଏକଥା ଡୁବଗଜହନ କହିଲେ? ଧ୍ୟାନରେ ଶୁଣିବେ। କେଉଁ କଥା କହୁ କହୁ ସେ ଏ କଥାଟିକୁ କହିଲେ? କାହିଁକି? ଖଳାରେ ପରିଷ୍କାର ନ ହୋଇଥିବା ଗହମ ଅମାରରେ ସଂଗୃହୀତ ହେବ ନାହିଁ। ତା ମାନେ ସ୍ୱର୍ଗ ରାଜ୍ୟରେ ସଂଗ୍ରହ କରାଯିବା ପୂର୍ବରୁ ସେ ମଦୁଆ ମାନଙ୍କୁ, ସେ ଚୋର ଖ୍ରୀଷ୍ଟିଆନ ମାନଙ୍କୁ, ସେ ବ୍ୟଭିଚାରୀ ଖ୍ରୀଷ୍ଟିଆନ ମାନଙ୍କୁ, ସେ ନାମରେ ଖ୍ରୀଷ୍ଟିଆନ ମାନଙ୍କୁ ସେ ଭଲ କରି ପରିଷ୍କାର କରିବେ। ଆଉ ଯେ ପରିଷ୍କୃତ ହେଲା, ଅଗାଡି ଗୁଡାକ ନିର୍ବାଣ ଅଗ୍ନିରେ ପକାଇବେ, ଆଉ ପରିଷ୍କୃତ ହେଇଥିବା ଉତ୍ତମ ଦାନାକୁ ଅମାରରେ ସଂଗ୍ରହ କରିବେ। ତେବେ ଏଇ କଥା ଡୁବଗଜହନ କେତେବେଳେ କହିଲେ? ମାଥିଉ 3 ଅଧ୍ୟାୟରେ ପରମେଶ୍ୱର କେଉଁ ବିଷୟରେ କହିଅଛନ୍ତି? 3:2 ମନ ପରିବର୍ତ୍ତନ କର, କାରଣ ତାହେଲେ ଏ ଖଳାରେ କାହାର ସଫାସୁତୁରା କାମ ଚାଲିଛି? ଦେହର ନାହିଁ। এই খଳାରେ ମନୁଷ୍ୟର ମନକୁ ପରିଷ୍କାର କରାଯାଏ। ଆଉ ମନକୁ ପରିଷ୍କାର କରିବା ପାଇଁ ହେଲେ ଈଶ୍ୱରଙ୍କ ବାକ୍ୟ ରୂପକ କୁଲା ଦରକାର। କୁଲା ସେମିତି ଝାଡ଼ି ଝାଡ଼ିକି ଅଗାଡି ଗୁଡାକ ବାହାର କରିଦିଏ। ଈଶ୍ୱରଙ୍କ ବାକ୍ୟ ଯେଉଁଠାରେ ପ୍ରଚାର କରାଯାଏ, ଲୋକମାନଙ୍କ ଭିତରୁ ପାପ ଦୂରୀଭୂତ ହୋଇଥାଏ। କିନ୍ତୁ କୁଲା ଠିକ ଥିବାର ଅଛି। ଆଉ ପ୍ରଭୁଙ୍କ ହାତରେ ଯୋଉ କୁଲା, 1 ନମ୍ବର କୁଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର କୁଲା ଫଟା ହେଇପାରେ, ଆପଣଙ୍କର କୁଲା ଛିଣ୍ଡା ହେଇପାରେ, କିନ୍ତୁ ତାହାଙ୍କ ହାତରେ କୁଲା ଅଛି। যদি ଆମେ ଓଡ଼ିଶାରେ ଯଦି ଠିକରେ ଖୋଲା କୁଲା କୁଲା ପରିଷ୍କାର କରିବା ପାଇଁ ବ୍ୟବହାର କରିବା ନାହିଁ, ମନେ ରଖୁ ଆଜ୍ଞା, ଆପଣ ଗୋଟେ 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 କୁଲା ଅଟନ୍ତି। ଯଦି ଆପଣ ଠିକରେ ବ୍ୟବହାର ହେବେ ନାହିଁ, କୁଲା ତାଙ୍କ ହାତରେ, ସେ ଆଉ କାହାକୁ ଠିଆ କରିକି ବ୍ୟବହାର କରିବେ, କିନ୍ତୁ ଖଳାକୁ ସେ ପରିଷ୍କାର କରିବେ। এইটা মোর ভয়। যদি যদি মতে যেতেবেলে সে সুযোগ দিয়ন্তি তাহাঙ্ক বাক্য পরিবেশন করিবা পাই, সেতেবেলে ঈশ্বর সর্বশক্তিমান হেলে হে সে আম মুখ দেই তাহাঙ্কর পরিষ্কার করিবার বাক্যকু সে দেখাইবা পাই চাহান্তি। সেবক মানক মুখকু সে কুলা ভাବରେ ব্যবহার করନ୍ତି। ଆପଣଙ୍କର ଗୀତ ଗୁଡିଏ କୁଲା ହେଇଯାଉ। ଏମିତି ଗୀତ ବହୁତ ଆମେ ଗାଉ, କିନ୍ତୁ ଯୋଉ ଗୀତ ଶୁଣୁ ଶୁଣୁ ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆସୁଛି, ମାନେ ତାହା ଗୀତ ନୁହେଁ, ଯୀଶୁଙ୍କ ହାତର କୁଲା।
एमिति आमे साक्ष्य बहुत शुणु कहीं कहीं अजस्र साक्ष्य कहते किंतु जदि कहारी साक्ष्य द्वारा जनक भीतर अगाड़ी जदि बाहर हो जाउची माने से साक्ष्य नहीं जीशुंक हाथर ताहा खुला उठे एणु वाक्य जदि वाक्यर परिवेषण करागला बेलू लोके जदि पाप छाड़ी देउछंती लोक मानक भीतरु मनर परिवर्तन आसुची ता माने से वाक्य जीशुंक हाथर खुला उठे हालेलुया शुणु जदि कहीं लोक मानक पवित्र करने निमंते एक सेवा मते दियंतु बोली इच्छा रखुचंती शुणु आपणकर इच्छा को प्रभु ग्रांट करिवे कहीं तांको हाथ रे मध्य से इच्छा अच्छे कहीं कहीं मते आउ थरे डाकंतु बोली मते टंका दियंतु बोली मते प्रेम मिलू मते सम्मान मिलू बोली से कौन कहबो अगाड़ी भी थाउ भल दाना भी थाउ कहा को दुख न लागो आज्ञा कुल्ला केबे हेले अगाड़ी को प्रेम करिबो नाही कुल्लार काम से अगाड़ी दूर हेउ कुल्लार काम समस्त खला को परिष्कार करिवार काम आपण जो मिनिस्ट्री रे अछंती जदि आपण कुल्ला को व्यवहार करू नांती आपण को द्वारा जदि युवती झियो परिवर्तन हेउ नाय जुबा पुओ व्यभिचार छाडू नाय लोक मद्यपान छाडू नांती लोक नीतिदिनिया आचरण रे पाप छाडू नांती ता माने आमे कुल्ला रो व्यवहार करू ना हो एथिरे टिके तो दुख लागिबो किंतु मने रखिबा दरकार जदि मते से व्यवहार करी तांको खळा परिष्कार करिबा पई चाहंती आ जदि मु कल्ली नाही काहे कि अगाड़ी मान को दुख लागिबो सुनंतु केते लोक को दुख लागिबो बोली आपण कोन सत कथा कहिबे नाही हालेलुया मु तो कहि दिए आपको जो करना है आप कर सकते हो आपको जो अच्छा लगता है आप कर सकते हो पर मैं सच्चाई बोलने से नहीं रोकूंगा प्रेज द लॉर्ड आज्ञा मो हाथ को सिना आपण बंद कर देबे मोर मुह को सिना बंद कर देबे किंतु आपण भाबंतु नाही कुल्ला खाली मो हाथ रे अछि कुल्ला ताहांको हाथ रे गोटिए चितुली मां जदी मरी गला भावंतु नहीं कुल्ला बंद हो जीवो नो 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 कुल्ला जीशु को हाथ रे एणु मु कहे जदि आपण कोनसी मनीष को गोली मारी की जदि बंद कर दे पारिबे तार मुह को ईश्वर को आत्मा को मुह बंद हे बनाए से कहारी द्वारा मध्य कुल्लार काम से अपना चर्च को उत्तम रूपे परिष्कार करिवे आउ तांकर चर्च लुथरान चर्च नहीं तांकर चर्च बाप्टिस्ट चर्च नहीं तांकर चर्च कैथोलिक चर्च नहीं तांकर चर्च मेथोडिस्ट नहीं तांकर चर्च पेंटिकॉस्टल नहीं तांकर चर्च से निज परिष्कृत लोक मान को नहीं ऊपर को जीवे सेटा तांकर चर्च हालेलुया एणु से अपना खला को उत्तम रूपे परिष्कार करिवे आपण बही लिखंतु आपण गीत गांतु आपण प्रीचिंग करंतु आपण गॉस्पेल दियंतु आपणकर मिनिस्ट्री रो पर्पस हेबा दरकार लोके परिष्कार होउछंती कि नाही लोके पवित्र होउछंती कि नाही बोलो यीशु मसीह की हालेलुया हालेलुया तेबे डुबग जहन 3 अध्याय रे से लोक मानकर मन परिवर्तन मूलक कथा कहउछंती सेठारे गोटिए कुल्लार व्यवहार आमे देखुछु जेउ माने आसिले मन परिवर्तन करिके आसिले से मानंकु से जर्दन नदी रे बाप्तिस्म देले 11 पद तहिर 6 पद टिके पढ़ंतु आउ अपना पाप स्वीकार करी तांको द्वारा जर्दन नदी रे बाप्तिजित हेले किंतु फारूसी ओ साधुकी मानक मध्यरु अनेक बाप्तिस्म निमंते आसुअछंती एहा देखि से
ସେମାନଙ୍କୁ କହିଲେ, ରେ କାଳ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ହଁ। ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭଲ ନାହିଁ। ଅବ୍ରାହମ ତ ଆମର ପିତା ଏପରି ଭାବିକି ଅବ୍ରାହମର ଭରସାରେ ଟାଙ୍ଗିଆକୁ ପଜାଉ ନାହିଁ। କେହି କେହି ବଣକୁ ଗଲା ବେଳକୁ ଗୋଟେ କଥା ଅଛି, ଗଜପତି କୋରାପୁଟରେ କହନ୍ତି, ମାମୁଁର ଭରସାରେ ପୁଣି ଟାଙ୍ଗିଆ ପଜାନ୍ତି କେହି କେହି। ମାମୁଁ ହାଣିଦେଲେ ଆଙ୍କେ କାଠ ବୋହିକି ଆସିବେ। ଫାରୁସି ସାଧୁକୀ ମାନେ କାହାର ଭରସାରେ ରହୁଥିଲେ? ଅବ୍ରାହମକୁ ପିତା ବୋଲି ଭାବିବା ଲୋକକୁ ଯଦି ଚାନ୍ସ ନାହିଁ ଆଜ୍ଞା, ଦୁନିଆର କୋଉ ମଣିଷକୁ ତୁମେ ପିତା, ପୁଣ୍ୟ ପିତା ବୋଲି କହିଦେଲେ ହବ କି? ଅବ୍ରାହମକୁ ପିତା ବୋଲିବା ଲୋକକୁ ମଧ୍ୟ ଚାନ୍ସ ନାହିଁ ଯଦି ସେମାନେ ମନ ପରିବର୍ତ୍ତନ କରିନାହାନ୍ତି। ଅବ୍ରାହମ କଥା ଛାଡ଼ନ୍ତୁ, ବାଇବଲରେ ଆଉ ଅଛନ୍ତି ମହାନ ମହାନ ଲୋକମାନେ, ସେମାନେ ମଧ୍ୟ ଠିଆ ହେଲେ ପ୍ରଭୁ ଶୁଣିବେ ନାହିଁ। ଦିନ ଥିଲା ସେମାନେ ଠିଆ ହେଲେ ପ୍ରଭୁ ଲକ୍ଷେ ଲକ୍ଷେ ଲୋକମାନଙ୍କୁ ଦୟା କରୁଥିଲେ ଜଣଙ୍କର ମୁହଁ ଦେଖି। ପଢନ୍ତୁ ଜିରିମିୟା ପୁସ୍ତକ ତହିଁର 15 ଅଧ୍ୟାୟ 1 ପଦ। ସେତେବେଳେ ସଦାପ୍ରଭୁ ମତେ କହିଲେ, ଯଦ୍ୟପି ମୋଶା ଓ ସାମୁଏଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ। ଦିନ ଥିଲା ମୋଶା ଦିନେ ଠିଆ ହେଇଗଲେ, ଏପଟ ପ୍ରାୟ 50 ଲକ୍ଷ ଜିହୁଦୀ ଇସ୍ରାଏଲୀୟ ମାନେ, ସେମାନେ ମୂର୍ତ୍ତି ପୂଜା କରିଛନ୍ତି, ସେମାନେ ମୂର୍ତ୍ତି ପୂଜା କରିଛନ୍ତି, ଗୋବତ୍ସ ପୂଜା କରିଛନ୍ତି। ପରମେଶ୍ୱର କହିଲେ, ମୋଶାଙ୍କୁ କହିଲେ, ଆମ୍ଭକୁ ଛାଡ଼, ଆମେ 1 ସେକେଣ୍ଡରେ ନିମିଷରେ ସେମାନଙ୍କୁ ସଂହାର କରିବା। ମୋଶା ଠିଆ ହେଇଗଲେ, ପ୍ରଭୁ ତୁମେ ତାଙ୍କୁ ମାରି ପାରିବ ନାହିଁ, ଯଦି ମାରିବ ମତେ ମଧ୍ୟ ଶେଷ କର। ମୋ ନାମ କାଟିଦିଅର ଅର୍ଥ କଣ? ମତେ ମଧ୍ୟ ଶେଷ କରିଦିଅ। କିନ୍ତୁ ମୋଶା ଠିଆ ହୁଅନ୍ତେ ପ୍ରାୟ 50 ଲକ୍ଷ ଲୋକ ରକ୍ଷା ପାଇଗଲେ। କିନ୍ତୁ ପ୍ରଭୁ କହୁଛନ୍ତି, ବର୍ତ୍ତମାନ ଏମିତି ସମୟ ଆସିଲା, ମୋଶା ଆସିକି ଠିଆ ହେଲେ ମଧ୍ୟ ଆମେ ଏମାନଙ୍କୁ ଦୟା କରିବା ନାହିଁ। କାହିଁକି? କାରଣ ଅଛି ଆଜ୍ଞା। ମୋଶା ସେଦିନ ଠିଆ ହେଲେ, ଇସ୍ରାଏଲ ଦୟା ପାଇଲେ। ଆଜି ଯଦି ମୋଶା ବି ଆସିକି ଠିଆ ହେବେ, ଆମେ ଦୟା ପାଇବୁ ନାହିଁ। କାହିଁକି? ମୁଁ ଏ କଥାକୁ ବହୁତ ଭାବିଲି। କାହିଁକି କହିବି? ମୋଶା ଯେଉଁମାନଙ୍କ ପାଇଁ ଠିଆ ହେଲେ, ସେମାନେ ପ୍ରଭୁଙ୍କୁ ଜାଣି ନଥିଲେ ଠିକରେ। ରାଇଟ୍? ମିଶର ଦେଶରେ ସେମାନେ ଇଟା ବନାଉଥିଲେ, ପାଳ ସଂଗ୍ରହ କରୁଥିଲେ, ଜିହୋବାଙ୍କ ବିଷୟରେ ଆଉ ତାଙ୍କ ପୂର୍ବପୁରୁଷ ମାନେ ଯେତିକି ଜାଣିଥିଲେ ତାହା ଏମାନେ ଜାଣିନଥିଲେ। ସେମାନେ ବାଇବଲ ପାଇଥିଲେ ନାଇଁ, ସେମାନେ ହୋଲି ସ୍ପିରିଟ ପାଇଥିଲେ ନାଇଁ, ସେମାନେ ଡୁବ ନେଇଥିଲେ ନାଇଁ, ସେମାନେ କିଛି ଜାଣି ନାହାନ୍ତି। ଅଜଣାତରେ ଆକର୍ଷଣରେ ପାପ ହେଲା। ଏଣୁ ମୋଶା ଠିଆ ହୁଅନ୍ତେ ସେମାନଙ୍କୁ ସୁଯୋଗ ମିଳିଲା। ଆମକୁ କାହିଁକି ମୋଶା ଠିଆ ହେଲେ ମଧ୍ୟ ସୁଯୋଗ ମିଳିବନି କହିବି? ଆମେ ବାଇବଲକୁ ଗିଳି ସାରିଛୁ। ଦରକାର ପଡ଼ିଲେ ପକ୍କା ବା ମାନଙ୍କର ଭୁଲ ମଧ୍ୟ ଧରିବା ପାଇଁ ଆମର ବଳ ଅଛି। ବକ୍ତା ମାନଙ୍କର ମଧ୍ୟ ଭୁଲ ହେଇଗଲେ ଆମ ଚାଲୁଣୀରେ ଚଲେଇ ଦେଇ ପାରିବ। ଆମେ ଏତେ ଜ୍ଞାନୀ, ଆମେ ଡୁବ ନେଇଛୁ, ଆମେ ହୋଲି ସ୍ପିରିଟ ପାଇଛୁ, ଆମେ ବାକ୍ୟ ଜାଣୁଛୁ, ଆମେ ବଡ଼ ବଡ଼ ଦାସ ମାନଙ୍କର ଶିକ୍ଷା ଶୁଣୁଛୁ। ଏଣୁ ଏତେ ସବୁ ହେଲା ସତ୍ତ୍ୱେ ଯଦି ଆମେ ପରିବର୍ତ୍ତନ ହେବା ନାହିଁ, ମୋଶା ଆସିକି ଠିଆ ହେଲେ ମଧ୍ୟ ଆମକୁ ଦୟା କରିବେ ନାହିଁ। ତେଣୁ ମୁଁ କହିବା ପାଇଁ ଚାହେଁ, କୌଣସି ବ୍ୟକ୍ତି ତୁମ ପାଇଁ ପ୍ରେୟର କରିଦେଲେ ରକ୍ଷା ମିଳିବ ବୋଲି ଭାବନ୍ତୁ ନାହିଁ। ଫାରୁସି ମାନେ, ସାଧୁକୀ ମାନେ, ସେମାନେ ଭାବିଲେ ଅବ୍ରାହମ ତ ଆମର ବାପା, ତେଣୁ ଆମେ ବ୍ୟଭିଚାର ଚଲେଇଥିବା, ଆମେ ମୂର୍ତ୍ତି ପୂଜା ଚଲେଇ ପାରିବା, ଆମେ ନରହତ୍ୟା କରିପାରିବା।
କେହି କେହି ସେମିତି ଭାବନ୍ତି ଯାଇକରି କାନରେ ପାପ ସ୍ୱୀକାର କରିଦେଲେ ସବୁ କ୍ଲିୟର ହେଇଯିବ। ମୁଁ କହିବା ପାଇଁ ଚାହେଁ କୌଣସି ବ୍ୟକ୍ତି, କୌଣସି ଫାଦର, କୌଣସି ସ୍ପିକର, କୌଣସି ବିଶପ, କୌଣସି ପୋପ, କୌଣସି ରେଭରେଣ୍ଡ ଆମ ପାଇଁ ଠିଆ ହେଇପାରିବ ନାହିଁ ଯଦି ଆମେ ମନ ପରିବର୍ତ୍ତନ କରିବ ନାହିଁ। ପ୍ରଭୁ କହିଲେ ମୂଷା ଆସିଲେ ମଧ୍ୟ ଆମେ ଏମାନଙ୍କୁ ଦୟା କରିବ ନାହିଁ। ସେଠାରେ ଆଉ ଦୁଇ ଜଣଙ୍କର ନାଁ ଥିବ, ଆଉ ଜଣଙ୍କର ନାଁ ଥିବ, ପଢନ୍ତୁ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଯଦ୍ୟପି ମୂଷା ଓ ସାମୁଏଲ ଆମ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ। ହେବ ନାହିଁ। ବାପରେ କି ରାଗ ପରମେଶ୍ୱରଙ୍କ। ହିଜକିଏଲ 14:14 ପଢ। ସେତେବେଳେ ନୋହ, ଦାନିଏଲ ଓ ଆୟୁବ ଏହି ତିନି ବ୍ୟକ୍ତି ଯେବେ ତହିଁ ମଧ୍ୟରେ ଥାନ୍ତେ, ଯଦି ନୋହ, ଆୟୁବ, ଦାନିଏଲ ଏ ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥାନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ। ଆପଣାକୁ ମାତ୍ର ରକ୍ଷା କରିବେ। ଏ ତିନି ଜଣଙ୍କର ନାଁ କାହିଁକି ନିଆଗଲା? ନୋହ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, କିନ୍ତୁ ନୋହଙ୍କ ଧାର୍ମିକତା ସକାଶୁ ନୋହଙ୍କ ପରିବାର ରକ୍ଷା ପାଇଲା। ଆୟୁବ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, ତାଙ୍କ ଧାର୍ମିକତା ସକାଶୁ ତାଙ୍କ ପରିବାର ଆଉ ଥରେ ସଂସ୍ଥାପିତ ହେଲା। ଦାନିଏଲ ଗୋଟିଏ ଧାର୍ମିକ ବ୍ୟକ୍ତି ଥିଲେ, ତାଙ୍କର ଧାର୍ମିକ ପ୍ରୟାସ ସକାଶୁ ବିଦ୍ୱାନ ମାନଙ୍କର ମୁଣ୍ଡ କଟା ଯାଇଥାନ୍ତା, କିନ୍ତୁ ସେ ପ୍ରାର୍ଥନା କରି ଦର୍ଶନ ସ୍ୱପ୍ନର ଅର୍ଥ ପ୍ରକାଶ କରିବାରୁ ଅନେକ ଜ୍ଞାନୀ ମାନଙ୍କର ପ୍ରାଣ ରକ୍ଷା ପାଇଲା। ଏମାନେ ନୋହ, ଆୟୁବ, ଦାନିଏଲ ଜଣେ ଜଣେ ଧାର୍ମିକ ଲୋକ ଅନେକଙ୍କର ପ୍ରାଣ ବଞ୍ଚାଇଲେ। କିନ୍ତୁ ଦିନ ଆସିଲା ଯେ ଏମିତି ହେଲା, ନୋହ ମଧ୍ୟ ଆସିଲେ ଆମେ ଲୋକମାନଙ୍କୁ ଦୟା କରିବା ନାହିଁ ବୋଲି କହୁଛନ୍ତି। ଆୟୁବ ଆସିଲେ ମଧ୍ୟ ଦୟା କରିବୁ ନାହିଁ। ଦାନିଏଲ ଥିଲେ ମଧ୍ୟ କେବଳ ନିଜ ପ୍ରାଣ ରକ୍ଷା କରିବେ, ନିଜ ପ୍ରାଣ ରକ୍ଷା କରିବେ। ଏଣୁ ମୁଁ କହିବା ପାଇଁ ଚାହେଁ, ଆପଣ ମଧ୍ୟ ନିଜ ପ୍ରାଣ ପାଇଁ ଯତ୍ନବାନ ହୁଅନ୍ତୁ। ଫାରୁସୀ ମାନେ, ସାଧୁକୀ ମାନେ କହିଲେ ଯଦି ଅବ୍ରାହମ ଅଛନ୍ତି ଆମେ ରକ୍ଷା ପାଇଯିବୁ। ଏମିତି ଲୋକମାନଙ୍କୁ ଈଶ୍ୱର କଣ ବୋଲି କହନ୍ତି? ସେଇ ମାଥେୟ 3 କଣ ବୋଲି ତାଙ୍କୁ ସମ୍ବୋଧନ କୁହାଗଲା? 7 ପଦ। କିନ୍ତୁ ଫାରୁସୀ ଓ ସାଧୁକୀ ମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ହଁ। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳ ସର୍ପର ବଂଶ। କାହାର ବଂଶ? କାଳ ସର୍ପର। ଏମାନେ କାହାକୁ ନିଜର ପିତା ବୋଲି କହୁଛନ୍ତି? ଅବ୍ରାହମ। ତାହେଲେ ଏମାନେ ଅବ୍ରାହମଙ୍କୁ ପିତା ବୋଲି କହୁଛନ୍ତି, ମାନେ ଏମାନେ ଆକ୍ଷରିକ ଭାବରେ କାହାର ବଂଶଧର ହେଇଥିବେ? ଆଜ୍ଞା, କାହାର ହେଇଥିବେ? ଅବ୍ରାହମଙ୍କୁ ପିତା ବୋଲି କହୁଛନ୍ତି, ମାନେ ଏମାନେ ଜିନିଓଲୋଜିକାଲି ବଂଶାବଳୀ ଅନୁସାରେ କାହାର ବଂଶଧର ହେଇଥିବେ? ଅବ୍ରାହମ। କିନ୍ତୁ ପରମେଶ୍ୱର ଅନାଇକି ଦେଖିଲା ବେଳକୁ କାହାର ବଂଶ ପରି ଲାଗୁଛନ୍ତି? ଆକ୍ଷରିକ ଭାବରେ ମୋ ନାଁ ପିଟର ହେଇପାରେ, ଆଉ ଯଦି ମୁଁ ପରିବର୍ତ୍ତନ ହେଇନାହିଁ ମୁଁ ଏବେ ଗୋଟେ ସାପର ଛୁଆ। ଆମ ଲୋକମାନେ ଭଲ ଭଲ ଖ୍ରୀଷ୍ଟିଆନ ନାଁ ରଖନ୍ତି, ପିଟର, थॉमस, मैथ्यू, हेनरी, एंड्रू, फिलिप, एब्राहम, जोस, जेम्स, एवनेजर। कि सुंदर ना गुड़ाक। फारुसी साधुकी माने मध्य अब्राहम वंशधर होइथिले, किंतु 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 सेमानंकु देखि परमेश्वर कहिले, रे काल सर्पर वंश। एबे मते कहंतु, से माने अब्राहम वंश ना काल सर्पर वंश?
ହ୍ୟାଲୋ, ସମସ୍ତେ ଚାହିଁଛନ୍ତି? ସେମାନେ ଅବ୍ରାହମଙ୍କ ବଂଶ ନା କାଳ ସର୍ପର ବଂଶ? ସେମାନେ ନାମରେ ଅବ୍ରାହମଙ୍କର ବଂଶ, ଈଶ୍ୱରଙ୍କ ଦୃଷ୍ଟିରେ କାଳ ସର୍ପର ବଂଶ। ହେଲେ ଯୀଶୁ ଖ୍ରୀଷ୍ଟ ସାପ ମାନଙ୍କୁ ସଂଗ୍ରହ କରିବାକୁ ଆସୁଛନ୍ତି କି? ଏମାନଙ୍କୁ ଦେଖି କହିଲେ, ରେ କାଳ ସର୍ପର ବଂଶ, ମନ ପରିବର୍ତ୍ତନ କର। ଖାଲି ତୁମେ ଆସିକି ନଦୀରେ ବୁଡ଼ିକି ଚାଲିଗଲେ ଯଥେଷ୍ଟ ନାହିଁ, ମନ ପରିବର୍ତ୍ତନ କର। ସେମାନେ ସ୍ୱର୍ଗ ଯିବାକୁ ଇଚ୍ଛା କରୁଛନ୍ତି, କିନ୍ତୁ ମନ ପରିବର୍ତ୍ତନ କରି ଡୁବନ ନେବାକୁ ଇଚ୍ଛା କରୁନାହାନ୍ତି। ତାହେଲେ ଯେଉଁମାନେ ମନ ପରିବର୍ତ୍ତନ କରିନାହାନ୍ତି ସେମାନେ ଖ୍ରୀଷ୍ଟିଆନ ହେଲେ ମଧ୍ୟ କାହାର ବଂଶ? ଟିକେ ଜୋରରେ ଉତ୍ତର ଆସୁ, ଟିକେ ପଛରୁ ଉତ୍ତର ଆସୁ। ଆଚ୍ଛା, ପଡ଼ୋଶୀ ଲୋକକୁ ଟିକେ ମୁହଁ ଦେଖିକି ପଚାରନ୍ତୁ, ଆପଣ କାହାର ବଂଶ ବୋଲି? ଡର ଲାଗୁଛି? ଯେଉଁମାନେ ମନ ପରିବର୍ତ୍ତନ କରିନାହାନ୍ତି, ଯେଉଁମାନେ ମନ ପରିବର୍ତ୍ତନ କରି ଡୁବନ ନେଇନାହାନ୍ତି, ସେମାନେ ଖ୍ରୀଷ୍ଟିଆନ ହେଲେ ମଧ୍ୟ କାଳ ସର୍ପ ଅଟନ୍ତି। ଏଣୁ ତଳେ କୁହାଗଲା, ତାହାଙ୍କ ହାତରେ କୁଲା ଅଛି। ମୁଁ ଯେତେ ଜାଗାକୁ ଗଲି, କେଜାଣି କାହିଁକି ମତେ ମନ ପରିବର୍ତ୍ତନର କଥା ଆଉ ଡୁବନ ସମ୍ବନ୍ଧୀୟ କଥା, ପବିତ୍ରତା ସମ୍ବନ୍ଧୀୟ କଥା ହିଁ ପ୍ରଭୁ କହିବାକୁ ମତେ ଚାଳନା ଦିଅନ୍ତି। ହାଲେଲୁୟା। କାହିଁକି ମୁଁ ମଧ୍ୟ 2 ଥର ଡୁବନ ହେଇଛି। କାହିଁକି ଡୁବନ 2 ଥର ହେଇଛି? ମତେ ପିଲା ବେଳେ ପୁଣି କଣ ପୁଣି କାହିଁକି ପୁଣି ମାନେ ମତେ ହେତୁ ସିଡେ, ଠିକ କହିଲି? ମତେ ହେତୁ ନାହିଁ, ତେଣୁ ମୁଁ କହେ ପୁଣି। କନ୍ଧମାଳରେ ଅଛି ବୋଲି ଟିକେ କୁଇ ଶବ୍ଦ, ଗୋଟେ ଶବ୍ଦ କହିଲି, ସିଡେ। 3 ସପ୍ତାହ ବା 21 ଦିନ କଣ ହେଇଥିଲା, ପୁଣି ମୋ ମା ବାପା ନେଇକି ଗଲେ, ଆଉ ମତେ ଡୁବନ ଦେଇନାହାନ୍ତି, ଛିଞ୍ଚା ବାପ୍ତିସ୍ମ ଦେଇଦେଲେ ପାଣିରେ ସ୍ପ୍ରେ। ମୁଁ ଯେତେବେଳେ ବୟ ପ୍ରାପ୍ତ ହେଲି, ଯେତେବେଳେ ମତେ 15 ବର୍ଷ ହେଲା, ମୁଁ ଭାବୁଥିଲି ଆମ ଚର୍ଚ୍ଚ ହିଁ ଠିକ। ତେଣୁ ମୁଁ ଆଉ କିଛି ଶୁଣିବାକୁ ଏଗ୍ରି ନଥିଲି। କିନ୍ତୁ ଈଶ୍ୱରଙ୍କ ଧନ୍ୟବାଦ ହଉ, କୁଲା ଧରି ଆସିଲା ପରି ଦଳେ ପାଷ୍ଟର ମାନେ ଆମ ଗାଁକୁ ଆସିଲେ, ଏମିତି ଝାଡ଼ିଲେ ମୋ ଭିତରୁ ସବୁ ଭୁଲ ଆଇଡିଆ ଗୁଡାକ ପଳେଇଲା। ମୁଁ କହିବା ପାଇଁ ଚାହେଁ, ଆଜି ବି ମଧ୍ୟ ମୁଁ ଚ୍ୟାଲେଞ୍ଜ କରିବା ପାଇଁ ଚାହେଁ, ଆରେ ଖାଲି ବାହାରୁ ଦେଖିକି ଆପଣ କୁହନ୍ତୁ ନାହିଁ କି ଆମେ ଗଲତ କହୁଅଛୁ, ଭୁଲ କହୁଅଛୁ। ଆସନ୍ତୁ ବାଇବଲ ଧରି ଆଲୋଚନା କରିବା। ହାଲେଲୁୟା। ମୁଁ ଭାବୁଥିଲି ମୁଁ ଛିଞ୍ଚା ବାପ୍ତିସ୍ମ ନେଇଛି, ତାହା ଠିକ। ଦଳେ ଆସି କହିଲେ, ଯୀଶୁ ପାଣିରେ ବୁଡ଼ିକି ନେଲେ। ହାଲେଲୁୟା। ଜହନ ଜଳରେ ଡୁବନ ଦେଉଥିଲେ, ସ୍ପ୍ରେ ମାରୁ ନଥିଲେ, ପରଫ୍ୟୁମ ସ୍ପ୍ରେ ପରି ଡୁବନ ଦେଉଥିଲେ। ଯୀଶୁ ମଧ୍ୟ ଡୁବିତ ହେଲେ। ଆପଣ ଜାଣନ୍ତି ବାପ୍ତିସ୍ମର ମୂଳ ଶବ୍ଦ କଣ, କୋଉ ଭାଷାରୁ ଆସିଛି? ଗ୍ରୀକ ଭାଷାରୁ। ଗ୍ରୀକ ଭାଷାରେ ବାପ୍ତିସ୍ମ କୁ କୁହାଯାଏ ବେପ୍ଟାଇଜୋ, BAPTIZO, ବେପ୍ଟାଇଜୋ। ବେପ୍ଟାଇଜୋ ର ମୂଳ ଅର୍ଥ ହଉଛି କୌଣସି ମଇଳା ଜିନିଷକୁ ସଫା କରିବା ଉଦ୍ଦେଶ୍ୟରେ ବୁଡେଇବା, ସଫା କରିକି ବାହାର କରିବା। ହାଲେଲୁୟା। ହେଲେ କୁହନ୍ତୁ ଆଜ୍ଞା, ଆମେ ସ୍ପ୍ରିଙ୍କଲିଂ କଲା ବେଳକୁ, ସ୍ପ୍ରେ ମାରିଲା ବେଳକୁ, ପାଣି ପକେଇଲା ବେଳକୁ ବୁଡା ହଉଛି କି? ତାହେଲେ ସେ ବାପ୍ତିସ୍ମ ଠିକ ନା ଭୁଲ?
ସେ ଆପଣା ଖଳା ପରିଷ୍କାର କରିବେ। କାହିଁକି? ବାପ୍ତିସ୍ମ ବିନା ଜଣେ ବ୍ୟକ୍ତିର ପାପ ଦୂର ହୁଏ ନାହିଁ। ମନେ ରଖନ୍ତୁ, କାହାର କାନରେ କହିଦେଲେ ଦୂର ହୁଏ ନାହିଁ। ବାପ୍ତିସ୍ମ ଏଥିପାଇଁ ଜରୁରୀ ଅଟେ, ପାପ କ୍ଷମା ପାଇଁ। ତାହା ବି ବାଇବଲ ଯେ ରୂପ ଡୁବ ନେବାକୁ କହେ ସେ ରୂପ ନେବାକୁ ପଡିବ। ମୁଁ ତ 2 ଥର ନେଇଛି ଆଜ୍ଞା, ପିଲା ବେଳେ ପୁଣି ଭୟପ୍ରାପ୍ତ ହୁଅନ୍ତେ ଶାସ୍ତ୍ର ପୁରା ଖୋଜିଲି, ଦେଖିଲି ଆରେ ମୋ ଫଟା କପାଳ, ମୁଁ ତ ଭ୍ରାନ୍ତର ଥିଲି। ତାପରେ ପୁଣି ସତ୍ୟ ଜାଣିଲା ପରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଜଳରେ ଡୁବିତ ହେଲେ। ହାଲେଲୁୟା, ହାଲେଲୁୟା। ତେଣୁ ମୁଁ ଜାଣେ କି ତାହା ବିନା ଈଶ୍ୱରଙ୍କ ରାଜ୍ୟରେ ସ୍ଥାନ ନାହିଁ, ଅମାରରେ ସଂଗ୍ରହ ନାହିଁ। ଏଣୁ ମୁଁ ଯେମିତି ରକ୍ଷା ପାଇଲି, ଅନେକ ରକ୍ଷା ପାଇବା ଦରକାର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମତେ କେହି କହିଲେ ଆଜ୍ଞା ଆପଣ ସବୁ କୁହନ୍ତୁ, ଡୁବନ କଥା ଆମ ଏରିଆକୁ ଆସିଲେ କୁହନ୍ତୁ ନାହିଁ। ମୁଁ କହିଲି ସେଇଟା ହିଁ ଫାଷ୍ଟରେ କହିବି। ହାଲେଲୁୟା, ଯୋ କରନା ହେ କର। କାହିଁକି? ଡୁବକ ଜହନ ସେଇ କଥା ହିଁ ଗୋଟେ କହୁଥିଲେ। ଏଥିପାଇଁ ତାଙ୍କୁ ସତ୍ୟ କଥା କହିବା ସକାଶୁ, ପବିତ୍ରତାର କଥା କହିବା ସକାଶୁ ଡୁବକ ଜହନଙ୍କର ପ୍ରିଚିଂ କଣ ଥିଲା ଶୁଣନ୍ତୁ। ମନ ପରିବର୍ତ୍ତନ କର। ଏମିତି ବେଳକୁ ସେ ଦେଶର ରାଜା ତାର ଭାଉଜକୁ ମନ ହେଇଯାଇଛି। କିଏ ସେ ରାଜା? ହେରୋଦ। ତାର ଭାଉଜକୁ ମନ ହେଇଯାଇଛି। ଆଉ ତାର ଭାଇନାକୁ ହିଷ୍ଟ୍ରିରେ ଲେଖା ଅଛି ପୁଣି ତାର ଭାଇନାକୁ ଶେଷ କରିକି ତାର ଭାଉଜକୁ ଆଣିକି ରଖିଛି, ବା ତାର ଭାଇନା ଥାଉ ଭାଉଜକୁ ସେଟିଂ କରିଦେଇଛି। এইটা যেତେବେଳେ ଆମର ରେଭରେଣ୍ଡ ଡୁବକ ଜହନ ଦେଖିଲେ ତାଙ୍କର ମୁଣ୍ଡ ଗରମ ହେଲା। ସେ ସିଧାସଳଖ କହିଲେ ତୁମର ଭାଇନା ଥାଉ ତୁମେ ତାର ସ୍ତ୍ରୀକୁ ରଖିବା ଠିକ ନାହିଁ। ରାଜା ସୁଯୋଗ ଖୋଜୁଥିଲା, କେମିତି କଲେ ଆକୁ ମୁଁ ଜେଲରେ ପକେଇବି। ସୁଯୋଗ ମିଳୁ ମିଳୁ ଜେଲରେ ପକେଇ ଦେଲା। ଆଜ୍ଞା ଡୁବକ ଜହନକୁ ସିନା ଜେଲରେ ପକେଇଲେ, କିନ୍ତୁ ଡୁବକ ଜହନ କହୁଥିଲା ଈଶ୍ୱରଙ୍କ ଆତ୍ମା କହୁଥିଲେ। ତାଙ୍କୁ କଣ ଜେଲରେ ପକା ଯାଇ ପାରିବ କି? ଆଜି ମଧ୍ୟ ଡୁବକ ଜହନ ଯେଉଁ ମନ ପରିବର୍ତ୍ତନର କଥା କହୁଥିଲେ, ପ୍ରଭୁଙ୍କ ହାତର କୁଲା ଯେମିତି ପାଛୋଡୁଥିଲା, ଆଜି ମଧ୍ୟ ତାଙ୍କ ସେବକ ମାନଙ୍କ ଦ୍ୱାରା ପ୍ରଭୁ ସେ କଥା କୁହାଉଛନ୍ତି। କେହି ହେଲେ ମଣିଷକୁ ସିନା ଜେଲରେ ପକେଇ ପାରିବ, ଈଶ୍ୱରଙ୍କ ହାତର କୁଲାକୁ କେବେ ବନ୍ଦ କରିପାରିବ ନାହିଁ। ଏଣୁ ମୁଁ ଅନେକ ଅର୍ଗାନାଇଜେସନ ବାଲା ମାନଙ୍କୁ କହେ, ଆରେ ତୁମର ଡୁବନ ସିଷ୍ଟମ କୁ ଚେଞ୍ଜ କର, ନହେଲେ ବହୁତ ଲୋକ ତୁମକୁ ଛାଡ଼ିକି ପଳେଇବେ। କାହିଁକି? ପ୍ରଭୁ କରିବେ ତାହା ସତ୍ୟ ପରମେଶ୍ୱର। ଆଜ୍ଞା ସେ ଆପଣା ଖଳା ପରିଷ୍କାର କରିବେ, ଅମାରରେ ଉତ୍ତମ ସଂଗ୍ରହ କରି ଉତ୍ତମ ଗହମକୁ ସଂଗ୍ରହ କରିବେ। ପ୍ରଭୁଙ୍କ ମହାନାମର ଗୌରବ। ଯେତେବେଳେ ଲୋକେ ଆସିଲେ ଡୁବନ ନେବା ପାଇଁ, ସେମାନଙ୍କୁ ଦେଖି ଡୁବକ ଜହନ କହିଲେ, ରେ କାଳ ସର୍ପର ବଂଶ, କିଏ ତୁମମାନଙ୍କୁ ଚେତନା ଦେଲା? ହାଲେଲୁୟା। ମୁଁ କହୁଥିଲି ବାପ୍ତିସ୍ମ ଏକ ଏଇ ପ୍ରକାର ପରିଷ୍କାର, ଯାହା ଦ୍ୱାରା ଆମେ ଈଶ୍ୱରଙ୍କ ଅମାର ପାଇଁ ପ୍ରସ୍ତୁତ ହେଇଥାଉ। ବୋଲ ୟେଶୁ ମସିହ କି ପ୍ରେଜ୍ ଦ ଲର୍ଡ। ତେବେ ବାପ୍ଟାଇଜୋ ଶବ୍ଦ ଗ୍ରୀକ ଭାଷାବାଦୀ ଜିହୁଦୀ ମାନେ ସେମାନେ 3 ଗୋଟି କାମରେ ଏହାକୁ ବ୍ୟବହାର କରୁଥିଲେ। ବହୁତ ଧ୍ୟାନରେ ଶୁଣିବେ। ନମ୍ବର 1, ଯେତେବେଳେ ବାସନ କୁସନ ମା ମାଉସୀ ମାନେ ସଫା କରନ୍ତି, ତ ପ୍ରଥମେ ପୂର୍ବ କାଳରେ କଣ ଲଗାଉଥିଲେ? ଆଜି ସିନା ସାବୁନ ଆସିଗଲା, ପାଉଁଶ ଲଗେଇଲେ ବାସନରେ, ଆଉ ତାକୁ କଣ କରୁଥିଲେ? ଆଜି ସିନା ଘର ଅଗଣାରେ ସଫା କରୁଛନ୍ତି, ପୂର୍ବ କାଳରେ କୋଉଠି କରୁଥିଲେ? ଚୁଆଁ ନଦୀକୁ ନେଇ ଯାଉଥିଲେ, ରାଇଟ? ତ ସେ ଯୁଗରେ ମଧ୍ୟ ପାଉଁଶ ଧରି ଡେକ୍ଚି ବାସନ କୁସନ ସବୁ ଧରି ନଦୀକୁ ଯାଉଥିଲେ। ପ୍ରଥମେ ପାଉଁଶ ଲଗାଇବେ, ନହେଲେ ଛାଡ଼ିବ ନାହିଁ। ଲଗାଇଲା ପରେ ପାଣିରେ ବୁଡଉଥିଲେ କାଢୁଥିଲେ। ଜଣେ ପଚାରିଲା, ହଇଲ ତୁ ଡୁବନ ଦେଇଦେଲୁ? ବୋଲା କାହାକୁ? ନାଇଁ ତୋର ବାସନ କୁସନକୁ।
ବୁଝିପାରୁଛନ୍ତି? ସେମାନେ ବାସନ କୁସନ ଧୋଇଲା ବେଳେ ଡୁବନ ଦେଲୁ କି ବାସନ କୁସନକୁ ବୋଲି କହୁଥିଲେ। କାହିଁକି? ଡୁବନ ଅର୍ଥାତ୍ କୌଣସି ଗୋଟିଏ ଶୁଚିକରଣୀୟ ପଦାର୍ଥ ଲଗେଇକି ହିଁ ପାଣିରେ ବୁଡେଇକି ସଫା କରି କାଢିବା ହଉଛି ଡୁବନ। ତିନୋଟି କାମରେ ବ୍ୟବହାର କରୁଥିଲେ। ବାସନ କୁସନ ଧୋଇଲା ବେଳେ, ଲୁଗା ଧୋଇଲା ବେଳେ, ଆଉ ଦେହକୁ ଧୋଇଲା ବେଳେ, ଗା ଧୋଇଲା ବେଳେ। ଗା ମାନେ ଦେହ, ଗା ଧୋଇବା, ଦେହ ଧୋଇବା। ଆମେ ସାବୁନ ନ ଲଗେଇକି ପାଣିରେ ବୁଡୁ କି? ନାଇଁ। ସାବୁନ ନ ମାରିକି ଲୁଗାକୁ ବୁଡାଉ କି ପାଣିରେ? ନାଇଁ। ତିନି ଗୋଟି କାମକୁ ସେମାନେ ବାପ୍ତିସ୍ମ ପାଇଁ ବ୍ୟବହାର କରୁଥିଲେ। ଆଉ କହୁଥିଲେ ଯା ବାବୁ ଟିକେ ଲୁଗାକୁ ଡୁବନ ଦେଇକି ଆସିବୁ, ଯା ଟିକେ ଡେକ୍ଚି ପତ୍ରକୁ ଡୁବନ ଦେଇଦେବୁ, ଯା ଟିକେ ଦେହକୁ ଡୁବନ ଦେଇଦେବୁ। ଏ ତିନୋଟି କାମରେ ବ୍ୟବହାର ହଉଥିଲା। ଆଉ ତିନୋଟି ଯାକ ବିଷୟରେ ସେମାନେ କୌଣସି ଶୁଚିକରଣୀୟ ପଦାର୍ଥ ଲଗାଇଲା ପରେ ତାହାକୁ ଜଳରେ ବୁଡାଉଥିଲେ। ତେଣୁ 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 ନୂତନ ନିୟମର ଡୁବନରେ ଆମମାନେ ଯୀଶୁଙ୍କ ରକ୍ତ ହୃଦୟରେ ଲଗାଇଲା ପରେ ଆମମାନେ ଜଳରେ ଡୁବିତ ହେଇ ବାହାରିବା। ଏହା ହେଉଛି ପ୍ରକୃତ ମନ ପରିବର୍ତ୍ତନର ଡୁବନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଚ୍ଛା, ତେବେ ଡୁବନ କ'ଣ ସତରେ ଜରୁରୀ? ଡୁବନ କାହିଁକି ନିଆଯାଏ? କ'ଣ ପାଇଁ ଡୁବନ ଜରୁରୀ? ମୁଁ ଦିନେ ଫେସବୁକରେ ଗୋଟେ ପୋଷ୍ଟ ପଢୁଥିଲି, ବାପ୍ତିସ୍ମ ଦରକାର ନାହିଁ ବୋଲେ, ଡୁବନ ଦରକାର ନାହିଁ ବୋଲେ। ମୁଁ ଫେସବୁକରେ କୌଣସି ସୋସିଆଲ ମିଡ଼ିଆରେ ବାଦାନବାଦ କରିବାକୁ ଚାହେଁ ନାହିଁ, ଯେହେତୁ ନିଜ ଭାଇକୁ ଯଦି ଆମେ ପ୍ରେମ କରୁଥିବୁ ତାକୁ ଆମେ ପର୍ସନାଲି ବୁଝେଇବା। ଦୁନିଆରେ ଅପମାନ କରିବା ଆମର କାମ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବାଇବଲରେ ସର୍ବମୋଟ 7 ପ୍ରକାରର 7ଟି ବାପ୍ତିସ୍ମ କଥା ଲେଖା ଅଛି। କେତୋଟି? 7ଟି। ଏ 7ଟି କଥାକୁ ଆଜି ସଂକ୍ଷିପ୍ତରେ କହିବେ। ନମ୍ବର 1, ପ୍ରଥମ ବାପ୍ତିସ୍ମ ହେଉଛି ନୋହଙ୍କ ବାପ୍ତିସ୍ମ, ନୋଆଇକ ବ୍ୟାପ୍ଟିଜମ, ଯାହା ପ୍ରଥମ ପିତର ତହିଁର 3 ଅଧ୍ୟାୟରେ ତହିଁର 21-22 ଟିକେ ପଢନ୍ତୁ। ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି। 20ରୁ ପଢୁଛନ୍ତି ସାର୍? 21ରୁ 20ରୁ। ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ ଯେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ ଅର୍ଥାତ୍ 8 ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମମାନଙ୍କୁ ପରିତ୍ରାଣ କରୁଅଛି। ସେଥିର ପ୍ରତିରୂପ ବାପ୍ତିସ୍ମ। ନୋହଙ୍କ ସମୟରେ କ'ଣ ହେଲା ଶୁଣନ୍ତୁ। ନୋହ ଆଉ ତାଙ୍କ ପରିବାର 8 ଜଣ ପ୍ରାଣୀ ଆଉ ପଶୁମାନଙ୍କ ସହିତ, ସୂଚୀ ପଶୁମାନଙ୍କ ସହିତ ଜାହାଜରେ ପ୍ରବେଶ କଲେ। ବୃଷ୍ଟି ହେଲା, ଆଉ ସମୁଦାୟ ପୃଥିବୀରେ ଯେତେ ଅଶୁଚି ଲୋକମାନେ ଥିଲେ, ପାପୀ ମାନେ ଥିଲେ, ସମସ୍ତେ ମରିଗଲେ। ଆଉ ନୋହଙ୍କ ପରିବାର ଯେତେବେଳେ ପାଣି ଧୀରେ ଧୀରେ ବଢିଲା, ଜାହାଜ ଉପରକୁ ଉଠିଲା। ଆଉ ଅଶୁଚି, ବ୍ୟଭିଚାରୀ, ଡକାୟତ ସକଳ ଲୋକମାନେ ପାଣିରେ ମରିଗଲେ। ନୋହଙ୍କ ପରିବାର ଜଳ ମଧ୍ୟରେ ଉପରକୁ ଉଠି ଆସିଲେ। ଏହା ଏକ ପ୍ରକାରର ବାପ୍ତିସ୍ମ। ବାପ୍ତିସ୍ମରେ ମନେ ରଖିବେ, ଗୋଟିଏ ମରଣ ଆଉ ଗୋଟିଏ ଜୀବନ ଅଛି। ଅଶୁଚିତା ମରିବ, ଆଉ ନୂଆ ଶୁଚି ହୃଦୟ ଆରମ୍ଭ ହବ। ନୋହଙ୍କ ସମୟରେ ସାରା ପୃଥିବୀର ଅଶୁଚି, ବ୍ୟଭିଚାରୀ, ମଦ୍ୟପାୟୀ, ସକଳ ଦ୍ରୋହୀ ବିଦ୍ରୋହୀ ମାନଙ୍କର ମରଣ ହେଲା।
ସୂଚି ପବିତ୍ର ନୋହଙ୍କ ପରିବାର ଜୀବନରେ ରକ୍ଷା ପାଇକି ନୂଆ ଭାବରେ ଆରମ୍ଭ କଲେ। ଏହାକୁ ପିତର ବାପ୍ତିସ୍ମର ପ୍ରତିରୂପ ବୋଲି କହୁଛନ୍ତି। ପ୍ରେଜ୍ ଦ ଲର୍ଡ। ଏହା ହେଲା ପ୍ରଥମ, ଏହା ଏତିକିରେ ଥାଉ। ଦ୍ୱିତୀୟ ହେଲା ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ। ପ୍ରଥମ କରିନ୍ଥୀ 10 ଅଧ୍ୟାୟ ବାହାର କରନ୍ତୁ, ତହିଁର 2 ପଢ଼ନ୍ତୁ। ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ। ବସ୍, ଇସ୍ରାଏଲୀୟ ଲୋକମାନେ ଯେତେବେଳେ ମିଶର ଦେଶରୁ ନିସ୍ତାରିତ ହେଲେ, ଆଉ ସେମାନେ ଯେତେବେଳେ ମିଶର ଛାଡ଼ିଲେ, ସୁଫ ସମୁଦ୍ର ନିକଟକୁ ଆସିଲେ, ଏପଟେ ସୁଫ ସମୁଦ୍ର, ସେପଟେ ଫାରୋଙ୍କର ମନ ପୁଣି ବଦଳିଗଲା। ଫାରୋ ଇସ୍ରାଏଲୀୟ ମାନଙ୍କୁ ଛାଡ଼ିଦେବା ପାଇଁ ଘୋଷଣା କଲେ, କିନ୍ତୁ ଇସ୍ରାଏଲୀୟ ମାନେ ଆବିବ ମାସର 14 ତାରିଖର ରାତିରେ ଯେତେବେଳେ ବାହାରିଲେ, ଫାରୋ କହିଲେ ଏମାନେ ଚାଲିଗଲେ ଆମର ଇଟା କିଏ ବନେଇବ? ଚାକର କାମ କିଏ କରିବ? ନା, ଯାଅ ସେମାନଙ୍କୁ ଟାଣି ଆଣ। ସୈନ୍ୟ ସାମନ୍ତ ସହିତ ପଠାଇଲେ। ସହସ୍ର ସହସ୍ର ସୈନ୍ୟ, ପୁରା ଫାରୋଙ୍କର ବୀର ସୈନ୍ୟଗଣ, ବଳବାନ ସୈନ୍ୟଗଣ, ଖଡ୍ଗ ଧରି, ବର୍ଚ୍ଛା ଧରି, ଢାଲ ଧରି, ଅସ୍ତ୍ର ଶସ୍ତ୍ର ଧରି ସକଳ ସୈନ୍ୟଗଣ ଯେତେବେଳେ ଆସିଛନ୍ତି ଗୋଡ଼ାଇ ଗୋଡ଼ାଇ, ସେତେବେଳେ ଇସ୍ରାଏଲୀୟ ମାନେ ସୁଫ ସମୁଦ୍ର ନିକଟକୁ ଆସିଲେ। ଏପଟେ ସମୁଦ୍ର ଗର୍ଜନ କରୁଛି, ସେପଟେ ସୈନିକ ମାନେ ଖଡ୍ଗ ଦେଖାଉଛନ୍ତି। ଯଦି କେହି ନାଇଁ ନୁକୁରୁ କରିବ, ମାରିବେ, ପିଟିବେ, ବାଟ ନାହିଁ। ଏତିକି ବେଳକୁ ପରମେଶ୍ୱର କହିଲେ ସମୁଦ୍ର ଆଡ଼କୁ ତୁମର ଯଷ୍ଟି ବଢାଅ। ଯେତେବେଳେ ମୋଶା ଯଷ୍ଟି ବଢାଇଲେ, ସମୁଦ୍ର 2 ଭାଗ ହେଲା। ଇସ୍ରାଏଲୀୟ ମାନେ ଏଇ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ଏପଟେ ଜଳ ପ୍ରାଚୀର ତୁଲ୍ୟ ଠିଆ ହେଇଛି, ସେପଟେ ଜଳ ପ୍ରାଚୀର ତୁଲ୍ୟ ଠିଆ ହେଇଛି, ଉପରେ ମେଘ ଅଛି। ଏମାନେ ଜଳ ଦେଇକି ବାହାରି ଗଲେ। ଗଲା ବେଳକୁ କାନ୍ଥ ପରି ପାଣି ଠିଆ ହେଇଛି। ପାଣି କେବେ କାନ୍ଥ ପରି ଠିଆ ହୁଏ? ୱାଓ, ହାଲେଲୁୟା। ବାଇବଲର ଯେତେ ମିରାକଲ ଆମ ଇସ୍ରାଏଲୀୟ ଲୋକମାନେ ଅନୁଭବ କଲେ। ଫାର୍ଷ୍ଟରେ ଆପଣମାନେ ଆକ୍ୱାରିୟମ ଦେଖିଛନ୍ତି? ଛୋଟ ଛୋଟ କାଚ ବକ୍ସ ଭିତରେ ମାଛ ବୁଲୁଥାନ୍ତି। ବାଇବଲର ପ୍ରଥମ ଆକ୍ୱାରିୟମ ଥିଲା ସୁଫ ସମୁଦ୍ର। କାନ୍ଥ ପରି ଜଳ ଠିଆ ହେଇଛି, ସେପଟେ କୁମ୍ଭୀର ବୁଲୁଛି, ସେପଟେ ମାଛ ବୁଲୁଛି, ତିମି ମାଛ ବୁଲୁଛି, ଆଉ ସବୁ ବୁଲୁଛନ୍ତି। ଭାବୁଛନ୍ତି ମଣିଷ ଆମ ଭିତରେ ଦେଇ ଯାଉଛି, ଯିବି ଯାଇକି ଝାମ୍ପିବି। ଆସିଲା ବେଳକୁ ପାଣି କେମିତି ଠିଆ ହେଇଛି? କାନ୍ଥ ପରି ଏମିତି ବାଜୁଛି। ଆରେ ଯାଉନି କାହିଁକି? ଏ ପାଣି କାନ୍ଥ କାହିଁକି ହେଇଗଲା? ପରମେଶ୍ୱର ଇସ୍ରାଏଲୀୟ ମାନଙ୍କର ସୁରକ୍ଷା ପାଇଁ ପାଣିକୁ ମଧ୍ୟ କାନ୍ଥ ପରି କରିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯେତେବେଳେ ଏ ସମସ୍ତେ ଯାଉଛନ୍ତି, ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ତାଙ୍କର ଇସ୍ରାଏଲୀୟ ପିଲାମାନଙ୍କୁ ସେତେବେଳେ ବଡ଼ ଆକ୍ୱାରିୟମ ଦେଖାଇଲେ। ହାଲେଲୁୟା। ସେମାନେ ଦେଖି ଦେଖି ଯାଉଛନ୍ତି। କୁମ୍ଭୀରକୁ ବାଏ ଟାଟା କରୁଥିବେ। ସେ କୁମ୍ଭୀର ମଧ୍ୟ କରି ଆସୁଥିବ, କିନ୍ତୁ ଆଉ ଭିତରକୁ ଆସିପାରୁନାହିଁ। କାହିଁକି? ପରମେଶ୍ୱର ପାଣିକୁ କାନ୍ଥ ପରି କଲେ। ଏମାନେ ପୁରା ବାହାରିଲେ। ସୈନିକ ମାନେ ଭାବିଲେ ଆଜି କଣ ଗୋଟେ ଚମତ୍କାର ହେଇଛି, ପାଣି କାହିଁକି କେଜାଣି କାନ୍ଥ ପରି ଠିଆ ହେଇଯାଇଛି। ଚାଲ ଆମେ ମାନେ ମଧ୍ୟ ଯିବା, ଆଉ ସେମାନଙ୍କୁ ମାରି ପିଟିକି ପୁଣି ଟାଣି ଆଣିବା, ପୁଣି ସେମାନଙ୍କୁ ଚାକର କାମ କରାଇବା। ସମସ୍ତେ ପଶିଗଲେ। ସହସ୍ର ସହସ୍ର ହଜାର ହଜାର ସୈନ୍ୟ। ଏମାନେ ପୁରା ପଶିବା ଯାଏ ମୋଶା ମଧ୍ୟ ଜଗିଛନ୍ତି। ମୋଶା ବଡ଼ ଚତୁର ଲୋକ ଥିଲେ, ବୋଧେ ସେ ଦାରିଙ୍ଗବାଡ଼ିରୁ ଥିଲେ ବୋଧେ। Hallelujah. Praise the Lord. बोलो यीशु मसीह की हालेलुया। ସମସ୍ତେ ସମୁଦ୍ରର କାନ୍ଥ, ପାଣିର କାନ୍ଥ ଭିତରେ ପଶିଲେ। ସମସ୍ତେ ପଶିଲା ପରେ ପ୍ରଭୁ କହିଲେ ଯଷ୍ଟିକୁ ଉଠାଅ। ଯେମିତି ଯଷ୍ଟି ଉଠେଇଲେ, ପାଣି ପୁଣି ମିଶିଗଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।
ଯେତେ ମିଶିଗଲା ଯେଉଁମାନେ ଖଡ୍ଗ ଧରି ଆସୁଥିଲେ ବର୍ଚ୍ଛା ଧରି ଆସୁଥିଲେ ସେ ସମସ୍ତେ ଜଳରେ ବୁଡ଼ିକି ମରିଗଲେ। ମୁଁ କହିଲି ବାପ୍ତିସ୍ମରେ ଗୋଟେ ମରଣ ଅଛି ଆଉ ଗୋଟେ ଜୀବନ, କିନ୍ତୁ ନୂଆ ଜୀବନ ଅଛି। ହାଲେଲୁୟା ହାଲେଲୁୟା। ଶୁଣ ଶୁଣ ଶୁଣ, ଯଦି କେହି ଡୁବନ ନେଇ ନାହ ଆପଣ ଡୁବନ ନିଅନ୍ତୁ। ମୁଁ କହିବା ପାଇଁ ଚାହୁଁଛି ତୁମର ପଛରେ ପଛରେ ଆସୁଥିବା ଶୟତାନ, ତୁମ ପଛରେ ପଛରେ ଆସୁଥିବା ପାପ ସେଇ ଦିନ ଠାରୁ ତୁମକୁ ଆଉ ଛୁଇଁ ପାରିବ ନାହିଁ। ମୁଁ ଆଜି ମଧ୍ୟ ଚ୍ୟାଲେଞ୍ଜ करे ଗୁଣିଆ ମାନଙ୍କୁ, दम है तो मेरे ऊपर हमला करके देखो। हालेलुया, प्रेज द लॉर्ड। कहीं हमको छुई पारिबो नाई जेहेतु आमे सुफो समुद्र पार हे जाइछो। डुबन नेबा लोक ऊपर गुणिया तंत्र मंत्र जादू टोना टोटका माया भी काम केबे हेले लागिबो नाई। जने मते कहउथिले दुखर कथा आम अंचल रे एबे मध्य लोक गुणिया पाखो जाउछन्ते। जने मते कहला आज्ञा से तो बड़ बड़ सेवा करूची आज्ञा, से भी गुणिया पाखो जाउची। दुखर कथा आपण जदि प्रकृत रे डुबन नेबे तुमको कौनसी फारंक शक्ति छुई पारिबो नाही, कौनसी पुरातन शयतानर शक्ति छुई पारिबो नाही। जेउ मानकु तुमे देखुथिलो तुमको से माने कष्ट देउथिले, तुमको से माने क्लेश देउथिले, से माने तुम पाखु आसी पारिबे नाही। डुबन एक सुरक्षा अटे। यह थिला द्वितीय डुबन। तृतीय, द्वितीय ना तृतीय? द्वितीय। तृतीय डुबन हेउची मन परिवर्तनर डुबन, जहा हमर डुबक जहन देउथिले। मन परिवर्तन निमंते डुबन। आपण कहिबे एडा केमती कथा? शुणंतु, आमे माने सेते लोग डुबन नैचो, आमे काहार डुबन नैचो? मु गोटे छोट प्रश्न पचारिबी, आपण फ्रीली उत्तर देबे, काहेकि संकोच करिवे नाही। आमे जो डुबन नैचो डुबक जहन देउथिबा डुबन कि नाही? केउ माने भाबुछंती डुबक जहन देउथिबा डुबन बोली टिके हाथ उठांतो। के उठाउनंती? उठांतो, हलांतो टिके। हौ हौ ठीक अछि, रखंतो। केते लोग भाबुछंती चतुर हे गले, केते लोग आमे नेउथिबा डुबन डुबक जहनगर डुबन नाही बोली भाबुछंती, से माने हाथ उठांतो। हालेलुया, प्रेज द लॉर्ड। जो माने प्रथमे हाथ उठाइले आपण मानको मु कांग्रेचुलेट करे कि आपण माने भूल कहिले, किंतु आपण माने दुख करिवार नाही। मु मध्य 20 वर्ष पर जानिली कि आमे नहीं थिबा डुबन डुबक जहनकर डुबन नाही बोली, तेणु दुख करंतु नाही। हालेलुया, प्रेज द लॉर्ड। वी ऑल आर स्टूडेंट्स, वी आर स्टिल लर्निंग। आमे शिखुचु, शिक्षा केबे शेष हेबो नाही। जदि जणे कहिला मु सबु जानिछि, ता ठारु गध मूर्ख केई नाही। मु आज भी सुनिबा को भल पाए प्रीची, किंतु मिलु नाही सुजग। जोठी भी देखिले मने कर मते निमंत्रण भी हेई नथिबो, देखि दियंती कि आसी डाकी देबे, आ सुनिबा को चांस मिले नाही। जे कहिबो मु सबु जानिछि, बाइबल कहे से अज्ञान बोली। कोडी लेखा अछि, पढंतु। प्रथम तिमोथी 5 अध्याय 6 अध्याय 4। जेबे से असार गर्वी वो अज्ञान, बस जे गर्व करी कहबो मु बेसी जानिछि, से पुनी अज्ञान। हो आमे नै थिबा डुबन ताहा डुबगो जहनंगर डुबन नाही। डुबक जहन केवल मन परिवर्तन निमंते डुबन देउथिले। ओके, ध्यान देबे। डुबक जहन डुबन देला बेले को लोक माननकु डाकिले, से माननकु कहिले कि तुमे यीशु ख्रीष्टको परित्राणकर्ता रूपे विश्वास करूअछ कि बोली पचारि नाहंती।
ସେତେବେଳେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ବଳି ହୋଇନାହାନ୍ତି। ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ମନୁଷ୍ୟର ହୃଦୟର ଶୁଦ୍ଧୀକରଣ ନିମନ୍ତେ ବହାଯାଇ ନାହିଁ। ତେଣୁ ଡୁବକ ଜହନଙ୍କ ସମୟରେ ଯେଉଁମାନେ ଡୁବନ ନେଉଥିଲେ ସେମାନେ ଯୀଶୁଙ୍କ ରକ୍ତରେ ପରିତ୍ରାଣ ପାଇନଥିଲେ, ଯୀଶୁଙ୍କ ରକ୍ତରେ ଧୌତ ହୋଇନଥିଲେ। ସେମାନେ ଯୀଶୁଙ୍କ ରକ୍ତର ସହିତ ପରିଷ୍କୃତ ନ ହୋଇକି କେବଳ ମୁଁ ମନ ଚେଞ୍ଜ କରୁଛି ଏହା କହିକି ଡୁବନ ନେଇଥିଲେ। କିନ୍ତୁ ସେମାନଙ୍କ ଡୁବନରେ ଯୀଶୁଙ୍କ ରକ୍ତ ନଥିଲା। କେତୋଟି ବିଷୟ ନଥିଲା ଶୁଣନ୍ତୁ ଧ୍ୟାନରେ। ଡୁବକ ଜହନଙ୍କର ଡୁବନର ନାମ ହେଉଛି ମନ ପରିବର୍ତ୍ତନର ଡୁବନ ବା ବାପ୍ତିସ୍ମ। ସେଠାରେ ନମ୍ବର 1 ଯୀଶୁଙ୍କ ରକ୍ତ ନଥିଲା। ନମ୍ବର 2 ଯୀଶୁଙ୍କ ନାମ ନଥିଲା। ନମ୍ବର 3 ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମ ବି ନଥିଲା। ସେଇ ଡୁବନରେ ପବିତ୍ର ଆତ୍ମାଙ୍କର ଭୂମିକା ନଥିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ଜହନ ଯେତେବେଳେ ଗୋଟେ ଟିମ୍ ଗଢିଲେ ଆଉ ଦଳେ ଲୋକକୁ ସାଙ୍ଗରେ ରଖିଲେ ଆଉ ସେ ଡୁବନ ଦେଉଥିଲେ, ତାଙ୍କର କିଛି ସମୟ ଥିଲା। ଆଉ ଦିନେ ଯୀଶୁଙ୍କୁ ଆସିଲା ପରେ ଦେଖିଲା ପରେ ସେ କହିଲେ ବର୍ତ୍ତମାନ ସେ ଆସିଲେ, ମୋର କାମ ଶେଷ ହେଇଗଲା। ତା ମାନେ ଡୁବକ ଜହନଙ୍କର ଡୁବନ ସେଇ ସମୟ ପାଇଁ ଥିଲା। କଣ ସମୟ ପାଇଁ? ସେ ଗୋଟିଏ ପଥ ପ୍ରସ୍ତୁତକାରୀ ଥିଲେ। ଅର୍ଥାତ୍ ମନ୍ତ୍ରୀ ମାନେ ଗଲା ଆଗରୁ ପୋଲିସ ଗାଡି ଯାଏ ରାସ୍ତା କ୍ଲିୟର କରେ, ଟିକେ ଟ୍ରାଫିକ କ୍ଲିୟର କରେ। ଡୁବକ ଜହନ ଯୀଶୁଙ୍କ ଆସିବା ଆଗରୁ ଲୋକମାନଙ୍କ ମନକୁ ଟିକେ କ୍ଲିୟର କଲେ। ହାଲେଲୁୟା, ସେଇଟା ସେଇ ସମୟ ପାଇଁ। କିନ୍ତୁ ଡୁବକ ଜହନ କହିଥିଲେ ମଉତ ତାରି ଯେ ଆସୁଅଛନ୍ତି ସେ ଧନ୍ୟ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।